ପିଲାମାନେ ପାଗ ସମ୍ପର୍କରେ ଆଲୋଚନା କରିବା। ପାଗ ହେଉଛି ବାୟୁମଣ୍ଡଳର ଏକ ଅବସ୍ଥା। ଆମେ ବାୟୁମଣ୍ଡଳକୁ ଲକ୍ଷ୍ୟ କଲେ ଆକାଶର ଅବସ୍ଥା ଯେମିତି ଦେଖାଯାଏ ତାକୁ ଆମେ ପାଗ କହିପାରିବା। ଆମେ ବିଭିନ୍ନ ପ୍ରକାର ପାଗ ଅନୁଭବ କରୁ, ଯଥା ଖରା ପାଗ, ବର୍ଷା ପାଗ, ମେଘୁଆ ପାଗ, ଶୀତୁଆ ପାଗ, ଝଡ଼ ବର୍ଷା ପାଗ ଇତ୍ୟାଦି। ପବନ ଅଧିକ ବେଗରେ ବହିଲେ ତାକୁ ଝଡ଼ କୁହାଯାଏ। ଯେତେବେଳେ ପବନ ଅଧିକ ବେଗରେ ବହିବ ଝଡ଼ ହେବ। କୁଆପଥର ଜଳର କଠିନ ଅବସ୍ଥା, ଯେଉଁ ବର୍ଷା ଦିନେ ଆକାଶରୁ କୁଆପଥର ପଡ଼େ ସେ ହେଉଛି ଜଳର କଠିନ ଅବସ୍ଥା। ଶୀତ ଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ଖୁବ୍ କମ୍ ଥାଏ। ଏଣୁ ଜାଣିଛ ପିଲାମାନେ, ଶୀତ ଦିନେ ଓଦା ଲଗା ଶୀଘ୍ର ଶୁଖିଯାଏ। ଶୀତ ଦିନ ରାତିରେ ଭୂପୃଷ୍ଠ ଅଧିକ ଥଣ୍ଡା ଥାଏ, ଏଣୁ ଭୂପୃଷ୍ଠ ନିକଟସ୍ଥ ବାୟୁ ଥଣ୍ଡା ହୁଏ। ଏଥିରେ ଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହୁଏ ଓ ଭୂମି ଉପରେ ଥିବା ଛୋଟ ଛୋଟ ଗଛ ଘାସ ପତ୍ରରେ ଲାଗିଯାଏ। ଏହାକୁ କାକର କହନ୍ତି। ଏହାକୁ କ'ଣ କହନ୍ତି ପିଲାମାନେ? ଏହାକୁ କାକର କହନ୍ତି। ଯେଉଁ ଜଳବିନ୍ଦୁ ଗଛ ପତ୍ର ଇତ୍ୟାଦିରେ ଲାଗିଥାଏ ତାକୁ କାକର କହନ୍ତି। ଆଶା କରୁଛି ତମେ ପାଗ ସମ୍ପର୍କରେ ସମ୍ୟକ୍ ସୂଚନା ପାଇଯାଇଥିବ। ଏହାକୁ ମନ ଦେଇ ପଢ଼ିବ ଆଉ ଲେଖିବ ପିଲାମାନେ। ଏବେ ଆମେ ଦେଖିବା କେତେଗୁଡ଼ିଏ ପାଗକୁ ଅନୁଭବ କରିବା। ପିଲାମାନେ ଦେଖ, ମେଘୁଆ ପାଗ। ଆକାଶରେ ମେଘ ଥିବ କିନ୍ତୁ ବର୍ଷା ହେଉନଥିବ, ମେଘ ଢାଙ୍କିକି ଥିବ, ତାକୁ ଆମେ ମେଘୁଆ ପାଗ କହିବା। ଖରା ପାଗ, ପୁରା ଟାଣ ଖରା ହେଉଥିବ। ଆଉ ବର୍ଷା ପାଗ ତ ତୁମେ ଜାଣିଛ ପିଲାମାନେ, ଆକାଶରୁ ବର୍ଷା ପଡ଼ୁଥିବ, ତାକୁ ଆମେ କହିବା ବର୍ଷା ପାଗ। ଏଇଭଳି ତୁମେ ଅନେକ ପାଗ ନିଶ୍ଚିତ ଭାବରେ ଅନୁଭବ କରୁଛ ପ୍ରତ୍ୟେକ ଦିନ। ଯେମିତି କୁହୁଡ଼ିଆ ପାଗ, କୁହୁଡ଼ି ପଡ଼ିଥିବ, ଶୀତୁଆ ପାଗ, ଶୀତ ଲାଗୁଥିବ, କୋହଲା ପାଗ, ମାନେ ସହଜରେ ଦେହ ଖାଲି ଥରୁଥିବ, ଥଣ୍ଡା ପବନ ବହୁଥିବ। ଏବେ ଯିବା ପାଠ୍ୟପୁସ୍ତକ ଅଭ୍ୟାସ ପ୍ରଶ୍ନାବଳୀର ଉତ୍ତର ପାଇଁ। 1 ନମ୍ବର, ଭୁଲ ଥିଲେ ଠିକ୍ କରିକି ଲେଖିବା। କ ନମ୍ବର, ଗ୍ରୀଷ୍ମ ଦିନେ କାକର ପଡ଼େ। ଭୁଲ ଅଛି, ଠିକ୍ କରି ଲେଖିବା ଶୀତ ଦିନେ କାକର ପଡ଼େ। ଖ ନମ୍ବର, ଧୂଳିକଣାରେ ଲାଗି ଭାସି ବୁଲୁଥିବା ଜଳକଣାକୁ ତୁଷାର କହନ୍ତି। ଉତ୍ତର, ଧୂଳିକଣାରେ ଲାଗି ଭାସି ବୁଲୁଥିବା ଜଳକଣାକୁ ଆମେ କୁହୁଡ଼ି କହିବା। କ'ଣ କହିବା? କୁହୁଡ଼ି କହିବା। ଗ ନମ୍ବର, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଅଞ୍ଚଳର ବାୟୁମଣ୍ଡଳର ଅବସ୍ଥାକୁ ପାଗ କହନ୍ତି। ତାହେଲେ କ'ଣ କହିବା ଏଟାକୁ ଆମେ? ନା କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳ ଅବସ୍ଥାକୁ ପାଗ କହନ୍ତି। ଘ ନମ୍ବର, କୁଆପଥର ଜଳର କଠିନ ଅବସ୍ଥା। ଏଇଟା ଠିକ୍ ଅଛି। ଅ ନମ୍ବର, ଶୀତ ଦିନର ଲୁଗା ଶୀଘ୍ର ଶୁଖିଯାଏ କାରଣ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଅଧିକ ଥାଏ। ଭୁଲ ଲେଖା ହେଇଛି, ଠିକ୍ ଲେଖିବା। ଶୀତ ଦିନେ ଓଦା ଲୁଗା ଶୀଘ୍ର ଶୁଖିଯାଏ କାରଣ ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ଥାଏ। ମନେ ରଖିବା ପିଲାମାନେ, ଶୀତ ଦିନେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ଥାଏ, ଏଣୁ ଓଦା ଲୁଗା ଶୀଘ୍ର ଶୁଖିଯାଏ। ଯିବା 2 ନମ୍ବର ପ୍ରଶ୍ନକୁ। ବାୟୁମଣ୍ଡଳରେ ଜଳୀୟ ବାଷ୍ପ ନଥିଲେ କ'ଣ ହୁଅନ୍ତା? ଉତ୍ତର, ବାୟୁମଣ୍ଡଳରେ ଜଳୀୟ ବାଷ୍ପ ନଥିଲେ ତାପମାତ୍ରା ବହୁତ ବଢ଼ିଯାଆନ୍ତା। ବର୍ଷା, କୁହୁଡ଼ି, କାକର ଆଦି ଜମା ହୁଅନ୍ତା ନାହିଁ ଏବଂ ବର୍ଷାର ଅଭାବରେ ଜୀବଜଗତ ଧ୍ୱଂସ ପାଇଯାଆନ୍ତା। ହଁ କି ନାହିଁ ପିଲାମାନେ? ବାୟୁମଣ୍ଡଳରେ ଯଦି ଜଳୀୟ ବାଷ୍ପ ନ ରହିବ ତାହେଲେ ପ୍ରଥମେ ତାପମାତ୍ରା ବଢ଼ିଯିବ, ବର୍ଷା, କୁହୁଡ଼ି, କାକର କିଛି ପଡ଼ିବ ନାହିଁ କି ହେବ ନାହିଁ, ଆଉ ବର୍ଷାର ଅଭାବରେ ଜୀବଜଗତ ଧ୍ୱଂସ ପାଇଯିବ। ଯିବା 3 ନମ୍ବର ପ୍ରଶ୍ନକୁ। ଶୀତ ରାତିରେ କାହିଁକି କାକର ପଡ଼େ? ଉତ୍ତର, ଶୀତ ରାତିରେ ଭୂପୃଷ୍ଠ ଅଧିକ ଥଣ୍ଡା ହୋଇଥାଏ, ଏଣୁ ଭୂପୃଷ୍ଠ ନିକଟସ୍ଥ ବାୟୁ ଥଣ୍ଡା ଥାଏ। ଏଥିରେ ଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହୋଇଯାଏ। ଏହା ହେଉଛି କାକର। ଏହି କାରଣରୁ ଶୀତ ରାତିରେ କାକର ପଡ଼େ। ଆଶା କରୁଛି ପିଲାମାନେ ତୁମେ ବୁଝିପାରିଥିବ ଶୀତ ରାତିରେ କାହିଁକି କାକର ପଡ଼େ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ନିଶ୍ଚୟ ଲାଇକ୍ଟିଏ କରିବ ଆଉ ତୁମ ସାଙ୍ଗମାନଙ୍କୁ ସେୟାର କରିଦେବ ପିଲାମାନେ। ଆଉ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବ, ଅନେକ ଗୁଡ଼ାଏ ତଥ୍ୟ, ଶିକ୍ଷଣୀୟ ତଥ୍ୟ ଏଥିରେ ଦିଆଯାଇଛି।